ଏବେ 4:30 ବାଜିଲାଣି ଆମେ ଉଠିଗଲୁଣି ଚାଲିବାକୁ। ଆଜିଠାରୁ ଆମର ଭିଡ଼ିଓ ଷ୍ଟାର୍ଟ ହେଲା ଏବେଠୁ ନୂଆ ନୂଆ ଜିନିଷ ସବୁ ଦେଖିବେ ଆମ ଲାଇଫ୍ରେ ସବୁ କ'ଣ ସବୁ ଘଟୁଛି। ଆଜି ଆମେ ଚାଲିବାକୁ ଯାଉଛୁ ରାତି ଏବେ ପାଖାପାଖି 4:15। ମୁଁ ବ୍ରସ୍ କରୁଛି, ମାମୁଁକୁ ମୁଁ କହିସାରିଲାଣି ଉଠିବାକୁ, ସେ ବି ରେଡ଼ି ହେଇଗଲାଣି। ବ୍ରସ୍ କରିସାରିକି ମୁଁ ଡ୍ରେସ୍ ପତ୍ର ପିନ୍ଧିକି ଆମେ ବାହାରିଛୁ ଚାଲିବାକୁ। ବାହାର ଦେଖି ଦେଉଛି କେତେ ଅନ୍ଧାର ଅଛି। କିଛି ଦେଖାଯାଉନି, କିଛି ଅନ୍ଧାର। ଚାଲିକି ଆସିଲା ପରେ କାହିଁ ଏତେ ବେଳାବେଳି ବାହାରିବାର ମାନେ ହେଉଛି ଆମେ ସବୁଦିନ 6000 ଷ୍ଟେପ୍ କମ୍ପ୍ଲିଟ୍ କରୁଛୁ। ଆଜି ଇଚ୍ଛା ଅଛି ଟିକେ ଅଧିକା ଚାଲିବ, ଦେଖାଯାଉ କେତେ ଷ୍ଟେପ୍ ହେଉଛି। କାହିଁକିନା ମୁଁ ଏଠୁ ଆସିଲା ପରେ ମୋତେ ଜିମ୍ ବି ଯିବାକୁ ପଡ଼ିବ ଏଇ ସାଇକେଲରେ। ତ ସାଇକେଲ ଟିକେ ନେଇକି ଯାଉଛି ବୋଲି ମୋତେ ଟିକେ ଟାଇମ୍ ଲାଗୁଛି, ଆଉ ସେଥିପାଇଁ ଆଗୁଆ ଟିକେ ଚାଲିବାକୁ ପଡ଼ୁଛି। ମୁଁ ଡ୍ରେସ୍ ପିନ୍ଧିକି ରେଡ଼ି ପୁରା ଓକେ। ଏବେ ଦେଖିବା ମାମୁଁ କ'ଣ କରୁଛି। ମୋ ଝିଅ ଶୋଇଛି, ବୋଉ ବି ଶୋଇଛନ୍ତି। ମାନେ କୁହାଗଲା ଅନ୍ଧାର ହେଲା, ସୁଟ୍ କରିହେବନି ମୋତେ, ଟିକେ ଫର୍ଚ୍ଚା ହେଲେ ବାହାର ସୁଟ୍ ବି ଦେଖେଇବି। ଆଉ ଏବେ ହେଇଛି ମୋ ୱାଚ୍ରେ ଷ୍ଟେପ୍ 4 ହେଇଛି, 40 ଷ୍ଟେପ୍ ହେଇଛି, 4:23। ହଁ, କିଛି ଦେଖାଯାଉନି, ପୁରା ଅନ୍ଧାର। ପୁଣି ଟର୍ଚ୍ଚ ମାରିକି ମୋବାଇଲ୍ ଟର୍ଚ୍ଚରେ ଯାଉଛି, ପୁରା ଅନ୍ଧାର। ଟିକେ ସଫା ହେଇଯାଉ, ଲାଇଟ୍ ଆସିଯାଉ, ମୁଁ ଭିଡ଼ିଓ ଷ୍ଟାର୍ଟ କରିବି। ହଁ, ଠିକ୍ ଅଛି। ଜହ୍ନ ଏପର୍ଯ୍ୟନ୍ତ ଯାଇନାହାନ୍ତି, ସୂର୍ଯ୍ୟ ଏପର୍ଯ୍ୟନ୍ତ ଆସିନାହାନ୍ତି, କିନ୍ତୁ ଆମ ଚାଲିବା ଚାଲିଛି। ସେ ଆଗକୁ ପଳେଇଲାଣି, ମୁଁ ଚାଲିକି ଯାଉଛି। ଫାଇନାଲି ଆଉ ଟିକେ ଯାଉ, ଆଉ ଟିକେ ଭଲସେ ପରିଚୟ ହେଇଯାଉ, ବଢ଼ିଆ ସେ ଭିଡ଼ିଓ କରିବି ହେଲା। ରୋଡ଼ କିନ୍ତୁ 1 ନମ୍ବର ରୋଡ଼। ଏବେ ଟିକେ ଫର୍ଚ୍ଚା ହେଇଗଲାଣି, ଆମ ଜର୍ଣ୍ଣି ଚାଲିଛି, ଚାଲୁଛୁ। ମାନେ ମୋର ପୁରା ଝାଳ ଆସିଗଲାଣି, ମୋତେ ବି ପୁରା ପିଠି ଆଉ ଓଦା ଲାଗିଲାଣି, କାହିଁକିନା ଆମେ 27 ଷ୍ଟେପ୍ କମ୍ପ୍ଲିଟ୍ ହେଇଗଲାଣି। ଆଉ ଏବେ ବି ଟିକେ ଫର୍ଚ୍ଚା ହେଇଗଲାଣି, ପୁରା ଅନ୍ଧାର ଥିଲା। ଆହୁରି ବି ଅଛି, ବହୁତ ବାଟ ଅଛି ଚାଲିବାକୁ। ସକାଳୁ ସକାଳୁ ଚାଲିଲେ ମୋତେ ଯେତେବେଳେ 4-5 ଦିନ ଚାଲିଲେ ମୋତେ ଟିକେ ଅଣ୍ଟା ଦରଜ ହେଲା ବହୁତ। ଏବେ ମୋତେ ବହୁତ ଫ୍ରି ଲାଗୁଛି। ଆଉ ସକାଳୁ ଚାଲିବାର ଗୋଟେ ନିଶା, ରେଗୁଲାର ଚାଲୁଥିଲେ ମାନେ ବହୁତ ଗୋଟେ ଦିନ ଯଦି ମିସ୍ ହେଇଯିବ ନା, ବହୁତ ଖରାପ ଲାଗୁଛି। ତ ସେଥିପାଇଁ ଆକୁ ମୁଁ ଚାହୁଁଛି ଲାଇଫ୍ ଟାଇମ୍ ଯେଉଁ ଯାଏ ମୁଁ ଚାଲିପାରୁଛି ତ କଣ୍ଟିନ୍ୟୁ କରିବାକୁ। ଯାଅ, ଜୟ ଶ୍ରୀରାମ। ରାଜହଂସରେ ଆସି ପହଞ୍ଚିଗଲୁଣି। ଚଢ଼େଇଟା ଏମିତି ବୋର୍ଡ଼ ଉପରେ ବସିଛି, ଏମିତି ଆମକୁ କହୁଛି ରାଜହଂସ ହେଇଗଲା। ରାଜହଂସ ବୋର୍ଡ଼ ଉପରେ ସେ ବସିଛି। ଏଇ ମ୍ୟାଡ଼ାମ୍ ବାଡ଼ି ଧରିକି କୁଆଡ଼େ ଗଲେ? ଓ ମ୍ୟାଡ଼ାମ୍ କୁଆଡ଼େ? ଚାଲିକି ମାମୁନି ପୁରା ଥକି ଯାଇଛି, ଆଉ ହସିବାକୁ କହିଲେ ବି ଆଉ ହସ ବାହାରୁନି, ନିଦର ଅଛି ବୋଧେ। ହଉ, ପୁଣି ଆମେ ଷ୍ଟାର୍ଟ କରୁଛୁ। ଆମେ ରାଜହଂସରେ ପୁରା ଆସି ପହଞ୍ଚିଗଲୁଣି। ଚାଲିକି ମାମୁନି ପୁରା ଥକି ଯାଇଛି, ଆଉ ହସିବାକୁ କହିଲେ ବି ଆଉ ହସ ବାହାରୁନି, ନିଦର ଅଛି ବୋଧେ। ହଉ, ପୁଣି ଆମେ ଷ୍ଟାର୍ଟ କରୁଛୁ। ଆମେ ରାଜହଂସରେ ପୁରା ଆସି ପହଞ୍ଚିଗଲୁଣି। ବଢ଼ିଆ ଜାଗାଟା, ଏ ରୋଡ଼ରେ ଚାଲିବାକୁ ଗୋଟେ ବହୁତ ଭଲ ଲାଗୁଛି, କାହିଁକିନା ଲୋକ ଏତେ ନାହାନ୍ତି, କେହି ଫ୍ରିରେ ଆମେ ଚାଲିପାରୁଛୁ। ମାମୁନି ଏଠି ଥକିକି ବସିଗଲା। ଜୟ ଶ୍ରୀରାମ। ଏ ମାମୁନି ଟ୍ରେନ୍ ବୋଧେ ଆସୁଛି, ଦେଖିବ।
सकाल सकाल बुलिले एमती बहुत भल भल जिनस देखा मिले जोटा कि आम देखा चाहूँ टाइम देवा चाहूँ आम टाइम दे पारे आम ये एक्सट्रा आगुरी टे उठीचे बोले आम बस पारे फ्री हसी पारे कहीं एत बिजी शेड्यूल भितर चलला दौड़ दौड़ी मनुष्य अवस्था खराब हो जाए तो सकाल उठिले टे माइंड फ्रेश ये रहे कहीं आम निज हिसाब से बंची पारू अध घंटा घंटे आम निज हिसाब से बुली पारू कहीं ये आमको कई डिस्टर्ब कर ना बहुत बढ़िया लगुच परिवेश चढ़े ये गाड़ी मोटर कहीं ना किसी नहीं अच्छा हाँ नहीं पुणी स्टार्ट कर चलो रिटर्न करूँ आम ढीओ साई जाए चलिकी गलु तापर आम रिटर्न करूँ मत पहुँचक फ्रेश जिम बाहर पड़ो आमर भी पाखापाखि स्टेप कम्प्लीट हो मत लगुच जहाँ मुझे टार्गेट रखी 7000 स्टेप एपर्यंत आमर पाखापाखि 4000 स्टेप कम्प्लीट हो गलानी रिटर्न हो 7000 प्लस 8000 भाया स्टेप हो देखा जाऊ पहुँच जाऊँ ठीक अच्छे कौन कह रोडटा मस्त लगुच सब भल लगुच कहीं पूरा पीस अच्छे तो आउ सकाल पागटा भी अच्छी भल दे कौन तो गरम ना बादल आकाशे अच्छी ठंडा लगुच मामूनगर झाड़ बहुत बाहर मत गरम लगुनि चलिकी झाड़ बहुत बाहर सबुदिन आज मत लगुच अधिका झाड़ बाहर जय श्री राम घर होगला बो सका उठी तार सका कम सब सारी सारे फुल फुल तोलिक रखी सारे स्कूटी ऊपर थुआई